କୋଡ଼ିଏତମ ଜାମରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ ଜାମରେଟ୍‌ର ତୃତୀୟ ଦିନରେ 270 ପ୍ରକାରର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍। ଖୋର୍ଦ୍ଧା ବରୁଣେଇ ପାର୍ଶ୍ୱବର୍ତ୍ତୀ ରାଜ୍ୟ ସ୍କାଉଟ୍ ଗାଇଡ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ଶାଖା ଆନୁକୂଲ୍ୟରେ ଆୟୋଜିତ 20ତମ ଜାମରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲର ଜାମରେଟ୍‌ର ଆଜି ଦିନଟି ଥିଲା ଦୁଃସାହସିକତା ଦିବସ। ପ୍ରାତଃ 7:30 ଘଟିକା ସମୟରେ ଆରମ୍ଭ ହୋଇଯାଇଥିଲା ଶାରୀରିକ କୌଶଳ ପ୍ରଦର୍ଶନ, ଯେଉଁଥିରେ କି ସ୍କାଉଟ୍ ଓ ଗାଇଡ୍ ମାନେ ସେମାନଙ୍କର ଶାରୀରିକ କଳା କୌଶଳର ପାରଦର୍ଶିତା ଦେଖାଇଥିଲେ। ପରେ ପରେ ଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଦୁଃସାହସିକତା ବେଶଗୁଡ଼ିକରେ ସ୍କାଉଟ୍ ଗାଇଡ୍ ମାନେ ବିଭିନ୍ନ ବେଶଗୁଡ଼ିକରେ ମଜା ନେଉଥିଲେ ଏବଂ ଯେଉଁମାନେ ସମସ୍ତ ବେଶ ସମ୍ପୂର୍ଣ୍ଣ କରିସାରିବା ପରେ ଗୋଟିଏ ଗୋଟିଏ ଦୁଃସାହସିକତା ପ୍ରଦର୍ଶନ ବ୍ୟାଚ୍ ପାଉଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବୀରେନ୍ଦ୍ର କୋରକରା, ଆଇଏଏସ୍ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ଓଡ଼ିଶା ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡ଼ା, ସରକାରୀ ଶାରୀରିକ ନିର୍ଦ୍ଦେଶକ ଓଡ଼ିଶା ଏବଂ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଉପସଭାପତି ଓଡ଼ିଶା ରାଜ୍ୟ ଭାରତର ସ୍କାଉଟର ଏବଂ ଗାଇଡ୍‌ର ଯୋଗଦେଇ ବିଭିନ୍ନ ଜିଲ୍ଲାର ସ୍କାଉଟ୍ ଗାଇଡ୍ ପିଲାମାନେ ତିଆରି କରିଥିବା ଖାଦ୍ୟକୁ ବୁଲି ଦେଖିବା ସହିତ ପିଲାମାନେ ବହୁତ ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସନ୍ଧ୍ୟାରେ ଅତିଥିମାନେ ସ୍କାଉଟ୍ ଗାଇଡ୍ ମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନନ୍ଦର ସହିତ ଦେଖିଥିଲେ ଏବଂ ଛୋଟ ଛୋଟ ପିଲାମାନେ ଏତେ ସଂଖ୍ୟକ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ୱରରୁ ଭ୍ରମରବର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଖ୍ରୀଷ୍ଟମାସ ଉତ୍ସବ ପାଳିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବୋହଳଦା ବ୍ଲକ ଅନ୍ତର୍ଗତ ବୋହଳଦା ଠାରେ ଗଢ଼ି ଉଠିଥିବା ଅଗ୍ରଣୀ ଇଂରାଜୀ ଶିକ୍ଷାନୁଷ୍ଠାନ ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ରିଚାର୍ଡ ପରେରାଙ୍କ ସଭାପତିତ୍ୱରେ ଖ୍ରୀଷ୍ଟମାସ ଉତ୍ସବ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଚାରକ ମଣ୍ଡଳୀ ଭାବେ ଶ୍ରିୟା ପଣ୍ଡା ଓ ମୋନାଲିସା ମହାନ୍ତ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କ ମଧ୍ୟରେ ଗ୍ରାଫ୍ ଡ୍ୟାନ୍ସରେ ପ୍ରଥମ ତନ୍ସା ସିଂ ଗ୍ରୁପ, ଦ୍ୱିତୀୟ ପୁନମ ଗ୍ରୁପ ଓ ତୃତୀୟ ଆରୋହୀ ଗ୍ରୁପ ସ୍ଥାନ ଅଧିକାର କରିଥିବା ବେଳେ ଏକ ଡ୍ୟାନ୍ସରେ ପ୍ରଥମ ଶ୍ରିୟାଂଶୀ ସାମନ୍ତରାୟ, ଦ୍ୱିତୀୟ ପ୍ରିୟାଂଶୀ ମହାପାତ୍ର ଓ ତୃତୀୟ ଆଦିଶ୍ରୀ ଚିନ୍ମୟୀ ବେହେରା ସ୍ଥାନ ଅଧିକାର କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଏକା ସାଙ୍ଗରେ ବସି ଖାଇବାର ମଜା ନେଇଥିଲେ। ସନ୍ଧ୍ୟା ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ରିଚାର୍ଡ ପରୋର ସାନ୍ତା କ୍ଲୋଜ ବେଶରେ ଆସି ଶୋଭା ବର୍ଦ୍ଧନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ଡିଏଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ଉପଦେଷ୍ଟା ସତ୍ୟନାରାୟଣ ଦୀକ୍ଷିତ, ସମାଜସେବୀ ଅତୁନ ମହାନ୍ତି, ସାମ୍ବାଦିକ ଅଶୋକ ରାଉତ, ଅଧ୍ୟାପକ ତାପସ ମହାପାତ୍ର, ବରିଷ୍ଠ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ମହାନ୍ତ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ପରେ ମଞ୍ଚାସୀନ ଅତିଥିଗଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ 24ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ସାନ୍ତା କ୍ଲୋଜ ଓ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ତତ୍ପରେ ଝରାଡିହ ଓ ବହଳଦା ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ସାନ୍ତା କ୍ଲୋଜ ଉପହାର ପ୍ରଦାନ କରିବା ପରେ ଝରାଡିହି ଓ ବହଳଦା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଉପହାର ଦେଇଥିଲେ। ଏଥିରେ ଝରାଡିହି ଓ ବହଳଦା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କସ୍ତୁରୀ ବାରଲା, ପ୍ରଭଜନ ଗିରି, ସନ୍ସ ସିଂ, ସ୍ନେହଲତା ସାହୁ, ଲକ୍ଷ୍ମଣ ସୋରେନ, ଦୀନବନ୍ଧୁ ସିଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ପାଳିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଦୁର୍ଗାମଣ୍ଡପ ଛକଠାରେ ବିଜୁ ଜନତା ଦଳର କର୍ମୀଗଣ ଏକଜୁଟ ହୋଇ 29ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ଏଥିରେ ଦଳକୁ କିଭଳି ଆହୁରି ମଜବୁତ ଓ ସୁଦୃଢ଼ କରିହେବ, ଏଥିପାଇଁ ଦଳୀୟ କର୍ମକର୍ତ୍ତା ବଜ୍ର ଶପଥ ନେଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ଅବା ସରପଞ୍ଚ ନିର୍ବାଚନରେ ପୁଣି ଥରେ କେମିତି ବିଜେଡି ଆଉ ଥରେ ନାଁ ଅର୍ଜନ କରିପାରିବ, ଉପସ୍ଥିତ ନେତାମାନେ ମତ ପ୍ରକାଶ କରିଥିଲେ। ବିଜେପି ସରକାର କ'ଣ କହିଥିଲା, ସେ କ'ଣ କରୁଛି ତାହା ସମସ୍ତେ ଜାଣିପାରୁଥିବେ।
ବିଜେଡି ଆଗରୁ 1 ନମ୍ବର ଥିଲା, ଆଗକୁ ମଧ୍ୟ 1 ନମ୍ବର ହୋଇ ଦେଖାଇବ ବୋଲି ପଣ କରିଥିଲେ। ଏହାପରେ ସମସ୍ତେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରୁଣ୍ଡ ହୋଇ ତାଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଜୋର ଦେଇ କହିଥିଲେ। ଉକ୍ତ ସମାବେଶରେ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ପୂର୍ବତନ ଉପଦେଷ୍ଟା ଦୀପ୍ତିମାନ ବଳ, ରତିକାନ୍ତ ପରୀକ୍ଷା, ବିଜେଡି ଲିଡର ସୁଶାନ୍ତ ଚୌଧୁରୀ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାସଦା, ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୁରୀ, ପୂର୍ବତନ ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ପରିଷଦ ଭଗବତୀ ମିଶ୍ର, ପରେଶ ମୁଣ୍ଡା, କାଉନସିଲ ପୂର୍ଣ୍ଣିମା ମହାନ୍ତ, ଧୀରା ବେଶ୍ରା, ସ୍ୱରୂପ ବେହେରା, ସୁବାସ ମଣ୍ଡଳ, ନଗର ସଭାପତି ଟନି ପଣ୍ଡା ତଥା ସମସ୍ତ ସରପଞ୍ଚ, କ୍ଲବ ଚେୟାରମ୍ୟାନ, ପଞ୍ଚାୟତ ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। नमस्कार। आज आम विजु जनता दलर 29तम प्रतिष्ठा दिवस पालित है राज्य आमर रायरंगपुर निर्वाचन मंडल रायरंगपुर आज समस्ते एकत्रित हो महिला माने युव आमर जिते नेता आमर विजु जनता दलर गोटे परिवार समस्ते आम एकाठी आज दिवस को आज पालन कर आज दिन को आज दिन में से दल तैयारी होता कहू कहू से 29 वर्ष होगला। 24 वर्ष नवीन पट्टनायक शासन करने भितर जो कम करके जाइछंती 1.5 वर्ष ये जो डबल इंजिन सरकार आसी कौ कम करके दौरान ये ओडिशा लोक सब कांदिले भाभी चेंज है किसी गोटे नुआ देखिए डबल इंजिन मिछ कहीकि जो 300 यूनिट इलेक्ट्री देवे कही सी भी गला मिछ किंतु तांकर जो योजना नवीन पट्टनायक विशेष करके जो छात्र छात्री एवं सब विशेष करके हॉस्पिटल जो पिला माने बेनिफिट पाउतले माँ भौणी माने सब लोक मैंने 15 लाख जो बीएसके कार्ड से भी बेनिफिटा भी गला एवं ए सरकार सब कथा मिछ कही ए लोक मान भूतई आसी किंतु नेक्स्ट आम पंचायत म्युनिसिपालिटी इलेक्शन फेर बीजेडी आसो आ नवीन पट्टनायक आउ थे मुख्यमंत्री कर